ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି ତାହେଲେ ଆପଣଙ୍କୁ ଜଣା ଅଛି କି ଡ୍ରାଇଭିଂ ଲାଇସେନ୍ସର ଯେକୌଣସି କାମକୁ କରିବା ପାଇଁ ଆରଟି ଅଫିସ ଯିବା ଦରକାର ନାହିଁ। କାରଣ ପରିବହନ ସେବା ଆପ୍ ଦ୍ୱାରା ଆପଣ ଅନଲାଇନରେ ସବୁ କିଛି କରିପାରିବେ। ତେବେ ଆଜିର ଏହି ଭିଡ଼ିଓରେ ଘରେ ବସି ମୋବାଇଲ ଫୋନ ମାଧ୍ୟମରେ ଅନଲାଇନରେ କିପରି ଡ୍ରାଇଭିଂ ଲାଇସେନ୍ସର ଆଡ୍ରେସକୁ ଚେଞ୍ଜ କରିବା ସେ ବିଷୟରେ ଜାଣିବା। ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ, ସେଥିପାଇଁ ସ୍କିପ୍ ନ କରି ଆପଣ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ୱେଲକମ୍ ଟୁ ମାଇ ଜିଜି ୟୁଟ୍ୟୁବ ଚ୍ୟାନେଲ। ବର୍ତ୍ତମାନ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆଡ୍ରେସ ଚେଞ୍ଜ କରିବା ଦରକାର ନଥିବ, କିନ୍ତୁ ତୁମର ଫ୍ୟାମିଲି କିମ୍ବା ସାଙ୍ଗକୁ ସେୟାର କରି ସେମାନଙ୍କର ପଇସାକୁ ସେଭ୍ କରିପାରିବେ। ଅନଲାଇନ ଘରେ ବସି ମୋବାଇଲ ଫୋନ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସର ଆଡ୍ରେସ ଚେଞ୍ଜ କରିବା ମାତ୍ର 5 ମିନିଟରେ ହୋଇଥାଏ। ନିଜ ଫୋନର ଯେକୌଣସି ବ୍ରାଉଜର ଓପନ କରନ୍ତୁ। ଓପନ ହେଲା ପରେ ସର୍ଚ୍ଚ ବାରରେ ଲେଖି ଦିଅନ୍ତୁ DL। ହେଲା ପରେ ପରିବହନ ସେବା ଆସିଯିବ। ଆସିଲା ପରେ ପରିବହନ ସେବାକୁ ଟଚ୍ କରନ୍ତୁ। ତାପରେ ଡିଟେଲ୍ସ ଆସିଯିବ। ସେ 3 ଡଟ୍କୁ ଟଚ୍ କରନ୍ତୁ। ଆସିଲା ପରେ ଡ୍ରାଇଭିଂ ଲାଇସେନ୍ସ ରିଲେଟେଡ୍ ସର୍ଭିସ ଆସିଯିବ, ତାକୁ ଟଚ୍ କରନ୍ତୁ। ଟଚ୍ ହେଲା ପରେ ନିଜର ଷ୍ଟେଟ୍ ସିଲେକ୍ଟ କରନ୍ତୁ। ତାପରେ ଲାଇସେନ୍ସ ମେନୁ ଟଚ୍ କରନ୍ତୁ। ଟଚ୍ କଲା ପରେ ତଳେ ଆସିଯିବ ଆପଣଙ୍କର ଆପ୍ଲାଇ ଚେଞ୍ଜ ଏଣ୍ଡ ଆଡ୍ରେସ, ସେଇଟାକୁ ଟଚ୍ କରନ୍ତୁ। ଟଚ୍ ହେଲା ପରେ ଏଠି ଆପଣଙ୍କ ଡିଟେଲ୍ସ ଆସିଯିବ। ଡିଟେଲ୍ସ ଆସିଲା ପରେ ପୁରା ତଳେ ଯାଇକି କଣ୍ଟିନ୍ୟୁ ମାରି ଦିଅନ୍ତୁ। ଫର୍ମ ଏ କୁ କଣ୍ଟିନ୍ୟୁ ମାରିଲା ପରେ ଆପଣ ଡ୍ରାଇଭିଂ ଲାଇସେନ୍ସ ନମ୍ବର, ଡେଟ୍ ଅଫ୍ ବାର୍ଥ, କ୍ୟାପଚାକୁ ଫିଲ୍ଅପ୍ କରି ଏଗ୍ରି କରିକି ପ୍ରୋସେସ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣଙ୍କ ଡିଟେଲ୍ସ ଆସିଯିବ। କେସ୍ ଲେଖିକି ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରିଦିଅନ୍ତୁ। ପ୍ରୋସିଡ୍ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟିଏ OTP ଯିବ। ଇମେଲ୍ ଥିଲେ ଇମେଲ୍ ଦିଅନ୍ତୁ। ଆଉ ସିଲେକ୍ଟ ମେଲ୍ ଫିମେଲ୍ ବ୍ଲଡ୍ ଗ୍ରୁପ୍ ସିଲେକ୍ଟ କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ଏବେ କ୍ୟାପଚା ଦେଇକି ଆପଣ OTP ଆପଣଙ୍କ ମୋବାଇଲକୁ ଯିବ। OTP ଦବାନ୍ତୁ, ତାପରେ କ୍ୟାପଚାକୁ ଫିଲ୍ଅପ୍ କରନ୍ତୁ। ଫିଲ୍ଅପ୍ କଲା ପରେ ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ଆସିଯିବ ଆପଣଙ୍କୁ ଯେଉଁ ଦରକାର ଚେଞ୍ଜ କରିବା ତାହା ଏଠି ପଢିକି କ୍ଲିକ୍ କରନ୍ତୁ। ମୋର ଦରକାର ଚେଞ୍ଜ ଅଫ୍ ଆଡ୍ରେସ ଇନ୍ DL, ଏଇଟା ମୁଁ କ୍ଲିକ୍ କରିଦେଇଛି। ବର୍ତ୍ତମାନ ଦେଖନ୍ତୁ କ୍ଲିକ୍ ହେଇଯାଇଛି। ତାକୁ ଏବେ ପ୍ରୋସିଡ୍ ଉପରେ କ୍ଲିକ୍ କରିବା। ପ୍ରୋସିଡ୍ ଉପରେ କ୍ଲିକ୍ କଲା ପରେ ଆପଣ ଡିଟେଲ୍ସ ଆସିଯିବ। ପରମାନେଣ୍ଟ ଆଉ ପ୍ରେଜେଣ୍ଟ ଦୁଇଟି ଯାକ ଆମେ ଚେଞ୍ଜ କରିବାର ଅଛି। ତେଣୁ ବୋଥରେ କ୍ଲିକ୍ କରିକି ଆପଣ ଡିଟେଲ୍ସ ଦେଇ ଦିଅନ୍ତୁ। ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ତାଲୁକା, ଭିଲେଜ ଦେଇକି ଆପଣ ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ଆପଣ ଆଧାର କାର୍ଡ ଯାହା ଅଛି ତାକୁ ଦେଖିକି ଆପଣ ଫିଲ୍ଅପ୍ କରିଦିଅନ୍ତୁ। କନଫର୍ମ କରିକି ଆପଣ ଡିଟେଲ୍ସ ଆସିଯିବ। ବର୍ତ୍ତମାନ ସେଲ୍ଫ ଫର୍ମ 1 କୁ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣ ୟେସ୍ ନୋ ରେ କ୍ଲିକ୍ କରିକି ଆପଣ ପ୍ରୋସିଡ୍ ଉପରେ ସବମିଟ୍ କରିଦିଅନ୍ତୁ। ସବମିଟ୍ ହେଇଗଲା ପରେ ଆପଣ ଟର୍ମ କଣ୍ଡିସନ କ୍ଲିକ୍ କରିକି ଆପଣ କ୍ୟାପଚା ଦିଅନ୍ତୁ। କ୍ୟାପଚା ଦେଲା ପରେ ସବମିଟ୍ କରିଦିଅନ୍ତୁ। ବର୍ତ୍ତମାନ ସବମିଟ୍ ହେଇଯିବ। ଓକେ ଦବାଇଲା ପରେ ଆସିଯିବ କଂଗ୍ରାଚୁଲେସନ, ଆପଣଙ୍କର ବର୍ତ୍ତମାନ ପରିବହନ ସେବାରେ ରେଜିଷ୍ଟ୍ରେସନ ହେଇଯାଇଛି। ତାପରେ କଣ କରିବେ, ନେକ୍ସଟ ଉପରେ ଦବାନ୍ତୁ। ନେକ୍ସଟ ଉପରେ ଦବାଇଲା ପରେ ଆପଣଙ୍କୁ କ୍ୟାପଚା ଫିଲ୍ଅପ୍ କରିକି ସବମିଟ୍ କରିଦିଅନ୍ତୁ। ସବମିଟ୍ କଲା ପରେ ଆପଣଙ୍କୁ ଅପଲୋଡ ଡକୁମେଣ୍ଟ କହିଛି, ଆପଣଙ୍କର ଅପଲୋଡ ଡକୁମେଣ୍ଟ କରିବାର ଅଛି। ବର୍ତ୍ତମାନ ଏବେ କଣ କରିବେ ନା ଟର୍ମ କଣ୍ଡିସନ କ୍ଲିକ୍ କରିକି ଓକେ ଦବାନ୍ତୁ। ଓକେ ଦବାଇଲା ପରେ ଆପଣଙ୍କ ଡିଟେଲ୍ସ ଲେଖି ଦିଅନ୍ତୁ। ଆଡ୍ରେସ ପ୍ରୁଫ୍ ପ୍ରେଜେଣ୍ଟରେ ଦିଅନ୍ତୁ। ତାପରେ ପ୍ରୁଫ୍ କଣ ମାଗିଛି, ଆପଣ ଆଧାର କାର୍ଡ, LIC ପଲିସି ଷ୍ଟେଟମେଣ୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ଆପଣ ଯାହା ଅଛି ତାହା କ୍ଲିକ୍ କରିକି କ୍ଲିକ୍ କରିଦିଅନ୍ତୁ। ବର୍ତ୍ତମାନ ଆଧାର କାର୍ଡ ଆମର ଅଛି, ଆଧାର କାର୍ଡ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ତାର ଚୁଜ୍ ଫାଇଲ କରିଛି, ତାର ଗୋଟେ ଫଟୋ କପି ଆଡ୍ କରନ୍ତୁ। ଅପଲୋଡ କଲା ପରେ ଆପଣ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ନେକ୍ସଟ ଉପରେ କ୍ଲିକ୍ କଲା ପରେ କ୍ୟାପଚା ଫିଲ୍ଅପ୍ କରି ସବମିଟ୍ କରିଦିଅନ୍ତୁ। ବର୍ତ୍ତମାନ ଫି ପେମେଣ୍ଟ କହିଛି, ଆପଣ ପେମେଣ୍ଟ କରିବାକୁ ପଡିବ। ସେଥିପାଇଁ ପେମେଣ୍ଟକୁ କ୍ଲିକ୍ କରିକି ପ୍ରୋସେସ ଉପରେ ଦବାଇ ଦିଅନ୍ତୁ। ତାପରେ ଆପଣ କଣ କରିବେ, ବ୍ୟାଙ୍କ ସିଲେକ୍ଟ କରନ୍ତୁ। ବର୍ତ୍ତମାନ 400 ଟଙ୍କା ଆପଣଙ୍କର ଫି ପେମେଣ୍ଟ କରିବାକୁ ପଡିବ। ସେଥିପାଇଁ ବ୍ୟାଙ୍କ କ୍ଲିକ୍ କରନ୍ତୁ। ବ୍ୟାଙ୍କରେ ସର୍ଚ୍ଚ କଲା କମନ PGLI ସେଟାକୁ ଦବାନ୍ତୁ। ତାପରେ କ୍ୟାପଚା ଫିଲ୍ଅପ୍ କରନ୍ତୁ। ଫିଲ୍ଅପ୍ କରିକି ପେ ନାଉ କରିଦିଅନ୍ତୁ। ପେ ନାଉ କଲା ପରେ ଆପଣ ପ୍ରୋସିଡ୍ ଉପରେ ପେମେଣ୍ଟ କରିଦିଅନ୍ତୁ। ଆପଣ ଡାଇରେକ୍ଟ ପେମେଣ୍ଟ ଆସିଯିବ। ସେ ଡାଇରେକ୍ଟ ପେମେଣ୍ଟ ଆସିଲେ ସେଟାକୁ କ୍ଲିକ୍ କରିକି ନେକ୍ସଟ ଦବାଇ ଦିଅନ୍ତୁ। ଟର୍ମ କଣ୍ଡିସନ କ୍ଲିକ୍ କରି ନେକ୍ସଟ ଦବାଇ ଦିଅନ୍ତୁ। ଦବାଇଲା ପରେ ଆପଣଙ୍କୁ ପେମେଣ୍ଟ କରିବା ପାଇଁ ଡିଟେଲ୍ସ ଆସିଯିବ।
ଆସିଲା ପରେ ଆପଣଙ୍କ ପାଖରେ କାର୍ଡ ଥିଲେ କାର୍ଡ ଦିଅନ୍ତୁ, ୟୁପିଆଇ ଥିଲେ ୟୁପିଆଇ ଦିଅନ୍ତୁ, ଯାହା ଅଛି ଇଣ୍ଟରନେଟ ବ୍ୟାଙ୍କିଂ ତାହା ଦିଅନ୍ତୁ। ବର୍ତ୍ତମାନ ୟୁପିଆଇ ଦେବା ଆମେ ୟୁପିଆଇ ଦେଇକି ଆପଣ ୟୁପିଆଇ କ୍ୟୁଆର୍ ଦବେଇଲା ପରେ ପେ ନାଓ ଆସିଯିବ। ପେ ନାଓକୁ ଦବାନ୍ତୁ। ପେ ନାଓ ଦବାଇଲା ପରେ ଆପଣଙ୍କର କ୍ୟୁଆର୍ କୋଡ୍ ଆପଣଙ୍କ ମୋବାଇଲକୁ ଚାଲିଯିବ। ସେ ମୋବାଇଲ ଚାଲିଗଲା ପରେ ଆପଣଙ୍କ ପେ କରିବେ। ପେ କଲା ପରେ ଏହିପରି ଆପଣଙ୍କୁ ଶୋ କରିବ ମୋବାଇଲ ଫୋନରେ। ଏଇଟା ଶୋ କଲେ ଆପଣ ଜାଣିବେ ଯେ ବର୍ତ୍ତମାନ ରେଜିଷ୍ଟ୍ରେସନ ହେଇଯାଇଛି। ଏଇ ମାତ୍ର 10-15 ଦିନ ଭିତରେ ଆପଣଙ୍କ ପୋଷ୍ଟ ଅଫିସ ଦ୍ୱାରା ଆପଣଙ୍କ ଘରେ ପହଞ୍ଚିଯିବ। ନହେଲେ ଆପଣ ଚାହିଁଲେ ବି ପ୍ରିଣ୍ଟ ବି ବାହାର କରିପାରିବେ।